ଆମେ ଆଜି ଆସିଥିଲୁ ଟିକେ ଘାସୁଆ ପୁଲ ଆଡେ। ଆଜି ଟିକେ ଆସିଥିଲୁ ଟିକେ ସୁଟିଂ ଫୁଟିଂ ଥିଲା ଆଜି। ଘାସୁଆର ଭିଉ ଟା ବହୁତ ନିଆରା। ମନୋଜ, ଘାସୁଆ ଫାଇନାଲି ବହୁତ ଦିନ ପରେ ଆସିଛନ୍ତି ନା? ପୁରା ଚେଞ୍ଜ ହେଇଗଲାଣି ଘାସୁଆ। ପାଣି ଫାଣି ଅଛି, ଧାନ ଚାଷ ହେଇଛି କିଛିଟା। ଭଲ ଘାସୁଆ ଲାଗୁଛି। ପୁଲ ପାଖାପାଖି 5 ବର୍ଷ ଖଣ୍ଡେ ପରେ ଆମେ ଆସିଛୁ ଏପଟେ। ଭଲ ଲାଗୁଛି। ଭଲ ଅଛି, ସାମ୍ନାରେ ଭିଉ ଟା। ଏଇଟା ଘାସୁଆ ନଈଟା ଏପଟେ ନଈ ପୁଲ, ଏପଟେ ସେ ନଈ ବନ୍ଧଟା। ବହୁତ ସୁନ୍ଦର ଜାଗା ଆକ୍ଚୁଆଲି। ରିଲ୍ସ କରିବା ପାଇଁ ତ ବହୁତ ସୁନ୍ଦର ହେଇଛି। ଏଇଟା ଘାସୁଆ ନଈଟା। ସ୍କାଏର ଆକାଶର ଆଜି ଗୋଟେ ଅଲଗା ପ୍ରକାର ରଙ୍ଗ ଅଛି ନା? ବହୁତ ସୁନ୍ଦର। हाय भाई लोग, कैसे हो सब लोग? ମନୋଜ ଏଟା एंजॉय କଣ एंजॉय चल रहा है हमारा। ଇଣ୍ଟ୍ରୋଡକ୍ସନ କଲା ନା କଣ କଲା ମୁଁ ନିଜେ ବି ବୁଝି ପାରୁନି। ହାଏ ଭାଇ ଲୋଗ କହିଦେଲା। ଛେଳି ଗୁଡା ଭଲ ଅଛନ୍ତି ନା? କିନ୍ତୁ ବଢିଆ ଆସୁଛି, ଭିଉ ଗୁଡାକ ବଢିଆ ଆସୁଛି ଏଠୁ। ଏଇପଟେ ମନୋଜ ଆଉ ଥରେ ଆସିବା, ଟିକେ ସୁଟିଂ କରିବା ପାଇଁ ଆସିବା ଆଉ ଥରେ। ବଢିଆ ଏରିଆ, ଭଲ ଲୋକେସନ, ଭଲ ପ୍ଲେସ ବି। ବଟ କୁହାଯାଏ ଯେମିତିକା ସନ୍ଧ୍ୟା ପରେ ଆଉ ଆସିବ ନାହିଁ। ନା କଣ ମନୋଜ ଠିକ କହିଲି ନା? डेंजर। ସନ୍ଧ୍ୟା ପରେ କୁହନ୍ତି ଏଟା ଡେଞ୍ଜର ବୋଲି, ଡେଞ୍ଜର ଜୋନ ରୁ ଆସେ ଏଟା ସନ୍ଧ୍ୟା ପରେ। ଆଉ ଆମେ ସେପଟେ ଯାଇଥିଲୁ, ଦେଖିକି ଆସିଥିଲୁ। ଆକ୍ଚୁଆଲି ଘାସୁଆ ଗୋଟେ ଭଲ ଜାଗା, ଭଲ ଜାଗା ହିସାବରେ ଗୋଟେ ଜଣା ଅଛି ଅବଶ୍ୟ। କିନ୍ତୁ କିଛି ଜଣ ଲୋକ କିଛି ଏମିତି ଇଏ କରୁଛନ୍ତି ଅସୁବିଧା। ତ ବାକି ଆଉ କିଛି ନାହିଁ। ଏଇଟା କଣ ପୁଲଟା କିରେ? ନା ନା। ହଉ ଯିବା ଆଗକୁ ଟିକେ ଦେଖିବା କଣ ଅଛି।